জ্ঞান কথা কহি পারিবে। তেଣୁ ମୋ ଠାକୁର କହିଲେ ଚରମରେ ଧନ ମୋର କଲ୍ୟାଣ ପସରା ପତି ତତ୍ଵ ନୁହଁ ଧନ ନହୁ ଅଧୀରା। କହିଲେ ଜନ୍ମ ଆଗରୁ ଯାଚି ଦେଇଛି କଲ୍ୟାଣ ଏବେ ବି ଦେଇ ଚାଲିଛି ନିନ୍ଦୁ ଅକାରଣ। ମତେ ତୁ ଅକାରଣରେ ନିନ୍ଦା କରୁଛୁ। ଜନ୍ମ ପୂର୍ବରୁ ତୋ ଭିତରେ ଜ୍ଞାନ ଦେଇକି ପଠେଇଛି, କିନ୍ତୁ ତୁ କର୍ମ ଯୋଗ କରୁନୁ ବୋଲି ପୁରୁଣା ସ୍ମୃତି ଜ୍ଞାନ ତୋର ମନକୁ ଆସୁ ନାହିଁ। ଆଉ ଏବେ ଯୋଉ ଜ୍ଞାନଟି ତୁ ପଢୁଛୁ, କହିଲେ ଚପଳ ମତି ତୁ ଦିନେ ଥିଲୁ ବାଲ୍ୟ କାଳେ। ଚପଳ ମତି ତୁ ଦିନେ ଥିଲୁ ବାଲ୍ୟ କାଳେ। ଆଗରୁ ଯେତେବେଳେ ମତେ ନୂଆ ନୂଆ କରି ଚିହ୍ନିଲୁ, ଏଟା ତୋର ବାଳ ଅବସ୍ଥା, ବାଳକ ଅବସ୍ଥା, ସେତେବେଳେ ତୁ ଚପଳ ମତି ହେଇକି ଥିଲୁ। କିନ୍ତୁ ଧୀରେ ଧୀରେ ଯାଉଅଛୁ ଜ୍ଞାନ ମୂର୍ତ୍ତି କୋଳେ। ତୁ ଧୀରେ ଧୀରେ ପୁରା ଜ୍ଞାନ ମୂର୍ତ୍ତି କୋଳକୁ ଯାଉଛୁ। ମୁଁ ଆଜ୍ଞା କିଛି କିଛି ପାଳନ କଲୁଣି। ତେବେ ତୁ ପଢିବୁ, ବୁଝି ନହେଲେ ବି ପଢିବୁ। ଶେଷ ଧାଡିରେ କହିଦେଲେ କଣ? ଅବଧ୍ୟ ହେଲେ ବି ଜ୍ଞାନ ସାଇତି ରଖିବୁ। ଅବଧ୍ୟ ହେଲେ ବି ଜ୍ଞାନ ସାଇତି ରଖିବୁ। ଯଥା କାଳେ ଅମୃତର ସ୍ୱାଦ ତୁ ଚାଖିବୁ। ଯଥା କାଳେ ଅମୃତର ସ୍ୱାଦ ତୁ ଚାଖିବୁ। ଯଥା କାଳେ ଅମୃତର ସ୍ୱାଦ ତୁ ଚାଖିବୁ। ଠାକୁର ମୋର କଣ କହିଲେ? କହିଲେ ଅବଧ୍ୟ ହେଲେ ବି ଜ୍ଞାନ ସାଇତି ରଖିବୁ। ବୁଝି ନ ପାରିଲେ ବି ପଢିବୁ, ଶୁଣିବୁ ବାରମ୍ବାର। ତେଣୁ ଯେତେବେଳେ ଶୁଣିବୁ ତାହେଟା କଣ ହବ? ଯଥା କାଳେ ଅମୃତର ସ୍ୱାଦ ତୁ ଚାଖିବୁ। ଏଠି ଯଥା କାଳ ସମୟଟା କେତେବେଳେ ଆସିବ ନା? ଯେତେବେଳେ ଆମ ଭିତରୁ ମାଇନସ କଟିଯିବ, ଆମେ ପ୍ଲସ କୁ ଯେତେବେଳେ ଆସିବ। ଯେତେ ଜ୍ଞାନ ସବୁ ପଢିଥିବ ସେ ଜ୍ଞାନ ଗୁଡାକ ସେତେବେଳେ ସବୁ ରିକଲ ହେଇଯିବ। ତେଣୁ ଆଜିଠୁ ଯଦି ନ ପଢିଥିବୁ ସେତେବେଳକୁ ଆଉ ତୋର ମନେ ପଡିବ କଣ? ତେଣୁ ବୁଝ ନ ବୁଝ ପଢ ଚରମ। ବୁଝି ନହେଲେ ବି ଚରମକୁ ବାରମ୍ବାର ପଢ। ପଢିଲା ମାତ୍ରେ କଣ ହୁଏ? ଶରୀର ଭିତରେ ସେ ସଂସ୍କାରଟା ରହେ, ଅବଧ୍ୟ ହେଇକିରି ରହେ, ବୁଝି ହୁଏ ନାହିଁ। ଯେତେବେଳେ କର୍ମ ଯୋଗ ଅଭ୍ୟାସ କରି କରି, ସାଷ୍ଟାଙ୍ଗ ପ୍ରଣାମ କରି କରି, ସତସଙ୍ଗ କରି କରି ଯେତେବେଳେ ସେ ସ୍ତରରେ ପହଞ୍ଚି ଯିବ, ସେତେବେଳେ ପୁରୁଣା କଥା ଗୁଡିକ ସବୁ ବୁଝି ହବ। ଏବେ ଜ୍ଞାନ ଅର୍ଜନର ଉପାୟ ଶୁଣିଲେ ତ କଣ କଣ ଦେଖି ମନେ ରଖିଲେ? ଜ୍ଞାନ ଅର୍ଜନର ଉପାୟ କଣ କଣ? ଏକରେ ସତସଙ୍ଗ। ଶେଷ କଥା କହିଦଉଛି, ଏକରେ ସତସଙ୍ଗ। ଯାଠାରୁ ଜ୍ଞାନ କଥା ଶୁଣିବ ତାକୁ ଶ୍ରଦ୍ଧା କରିବ। ଶ୍ରଦ୍ଧାବାନ ଲଭତେ ଜ୍ଞାନ। ପୁଣି ବାଳ ସ୍ୱଭାବରେ ରହିବ। ବିଦ୍ୟାଟଇ ମହାଧନ ବାଳକେ କର ଉପାର୍ଜନ। ଆତ୍ମ ପ୍ରତିଷ୍ଠା ପାଇଁ, ଗର୍ବ କରିବା ପାଇଁ ଜ୍ଞାନ ଅର୍ଜନ କରିବା ନାହିଁ। ଗୁରୁଙ୍କର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଜ୍ଞାନ ଅର୍ଜନ କରିବ। ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନୁହେଁ। ଶିଷ୍ୟ ଭାବ ନେଇ ସବୁବେଳେ ରହିବ। ଜଗତ ଗୁରୁମୟ ଦେଖ, ନିଜକୁ ଶିଷ୍ୟ ଭାବେ ରଖ। ତେବେ ମନ ଦେଇ ଶୁଣିବେ। ତେବେ ସତସଙ୍ଗ, ମୋ କଥା ଶ୍ରବଣେ ସଂଶୟ ଦୂର, ଅଜ୍ଞାନ ଅନ୍ଧାରୁ ହୋଇବ ପାର। ତେଣୁ ତାଙ୍କ କଥା ଶୁଣିବ ମାନେ ସତ୍ସଙ୍ଗ କରିବ। ଯିଏ କହୁଛି ତାକୁ ପର ବୋଲି ନ ଭାବିକିରି ଶ୍ରଦ୍ଧା କରିବ। ଦୁଇରେ ଗୁରୁ ପ୍ରଦତ୍ତ କର୍ମ ଯୋଗର ଅଭ୍ୟାସ। ତାପରେ ଗୁରୁ ଯୋଉ ବତେଇ ଦେଲେ ଶାସ୍ତ୍ର ତାକୁ ପଢିବ, ନିୟମିତ ଅଧ୍ୟୟନ କରିବ। ଆଉ ଗୋଟେ କଥା, ଅଯଥା ଲୋକଙ୍କ ସହିତ ମିଳାମିଶା କରିବ ନାହିଁ। ମସ୍ତିଷ୍କକୁ ସବୁବେଳେ ଫାଙ୍କା ରଖିବ। ଯୋଉ ଫାଙ୍କା ମସ୍ତିଷ୍କରେ ଜ୍ଞାନ ରହିବ। ଆଉ ସେଦିନ ମା ରାଧାରାଣୀ ପଚାରିଦେଲେ କି ବଇଁଶୀକି, କହିବା ପାଇଁ ତ ଆଉ ସମୟ ନାହିଁ। ଦିନେ ବଇଁଶୀ କହିଲେ, ବଇଁଶୀ ତତେ କଣ ପାଇଁ ଭଗବାନ ଓଠରେ ଧରି ଚୁମା ଦଉଛନ୍ତି? ପବନ ପୁରେଇଲେ ଅମୃତ ସ୍ୱର ବାହାରୁଛି। ବଇଁଶୀ ତୁ ସତ କହିଲୁ। କହିଲେ କାହିଁ ମା ରାଧାରାଣୀ, ତମକୁ କଣ ଭଗବାନ କୃଷ୍ଣ ଭଲ ପାଉନାହାନ୍ତି? କହିଲେ ହଁ ଯେ ମତେ ସିନା ଏକାଠି ଧରିଛନ୍ତି ରାଧା ପ୍ରାଣ କୃଷ୍ଣ, କୃଷ୍ଣ ପ୍ରାଣ ରାଧା। ଏକାଠି ଆମେ ଯୁଗଳ ମୂର୍ତ୍ତି, କିନ୍ତୁ ଯାହା ହେଲେ ତତେ ଓଠରେ ସବୁ ସମୟରେ ଚୁମ୍ବନ କରୁଛନ୍ତି ନା। ତୁ ମୋଠୁ ଆହୁରି ପ୍ରିୟ ନା। ଆଉ କହିଲେ ମା ରାଧାରାଣୀ, ମୁଁ କାହିଁକି ପ୍ରଭୁଙ୍କର ଏତେ ପ୍ରିୟ ତମେ ଜାଣିଛ? କହିଲେ କାହିଁକି? କହିଲେ ଗୋଟେ ଆଖି ବନ୍ଦ କରି ଆଉ ଗୋଟେ ଆଖିରେ ମୋ ଭିତରଟାକୁ ଚାହୁଁନା। କଣ ନା ଭିତର ପୁରା ଫାଙ୍କା। ମୋ ଭିତରେ ହିଂସା, ଈର୍ଷା, ପରଶ୍ରୀ, କାତରତା, ଅଳିଆ ଆବର୍ଜନା, ପ୍ରତିଶୋଧ ପରାୟଣତା, ପ୍ରତିହିଂସା, ଏଗୁଡାକ ମୋ ଭିତରେ କିଛି ନାହିଁ। ମୋ ଭିତରଟା ଟୋଟାଲ ଫାଙ୍କା। ଆଉ ଯାହା ଭିତର ଫାଙ୍କା ଥିବ, ଆଉ ଭଗବାନ ତା ହୃଦୟରେ ବସିବେ ନା। ଆଉ ଯାହା ହୃଦୟରେ ସ୍ତ୍ରୀ ବସିଛି, ପୁଅ ବସିଛି, କୋଠା ଘର ବସିଛି, ଧନ ସମ୍ପତ୍ତି ବସିଛି, ଗାଡି ବସିଛି, ତା ହୃଦୟରେ କେମିତି ମୁଁ ବସିବି?
तेणु से दिन बंशी कहले कौन कहले मो मो भीतरटा मु फांका रखी तेणु प्रभु जिते पवन पूरे दौरान पवन जाऊँगी आ षड़ ऋतु को दूर करने तो 6टा कणा अच्छी से कणा बाटे पवन जिते बाहर काम क्रोध लोभ मोह मद आश्चर्य सब फांका अमृत स्वर बाहरिला ब्रह्मा देइथिले अपूर्व मुरली शुभई अमृत ध्वनि ब्रह्मा देइथिले अपूर्व मुरली शुभई अमृत ध्वनि के जाई कहिब जाई कहिब मातांको छामुरे बंशी मनेले चोराई गोराते बंशी किया मोर दिया गोराते बंशी किया मोर दिया। देखो राधा प्रिय ना बंशी प्रिय? बंशी प्रिय। राधा को कहते तुम मोर जहा नवा कथा नियो मो बंशीटा मत फेरई दि तेणु बंशी की एडे प्रिय कहीं ना हृदय फांका तेणु आम मानकर कर्मयोग अभ्यास कर हृदय फांका से आम भितर ज्ञान स्थापन बुझेगा कथा तेरे जेकोण पुणी आ गोटे कथा गुरु प्रदत्त कर्मयोग अभ्यास कर मो ठाकुर कहले अभ्यास धारा पालन कले चैतन्यशील हो पार कौटे 21 संख्या चरम कैवल्य कणिका चैतन्यशील होगा कर्मयोग अभ्यास कर साष्टांग प्रणाम सूत्र साधन हेबुरे चेतन आसव ज्ञान आकोसी परिस्थिति ठाकुर काम ठार दूरे रहा ठाकुर कम निश्चित योगदान कर तेबे जाई तुमर ज्ञान अर्जन हम आउ गुरुंकर चरम शास्त्र को निश्चय पढ़ बुझा पढ़ू बा बुझा न पढ़ू निश्चित कौन सी परिस्थिति रे कर्मयोग अटक ना पुणी आत्म प्रतिष्ठार लालसा रखिब ना आउ प्रत्येकटी कर्म रे गुरु को जोड़ी दब एते कथा हेला परे जाई ज्ञान अर्जन करी हरि हरि बोला आ सेई ज्ञान अर्जन कले जाई आमे पारिवारिक जीवन रे स्वामी स्त्री रे झगड़ा हबनी भाई भाई रे झगड़ा हबनी आज ज्ञान स्तर को पहुंचला से तो सकल घटरे नारायण को दर्शन करिवो आ झगड़ा केमिति हबो तेणु कली जुग रे भाई भाई भितर भिन्न घर स्वामी स्त्री भितर छाड़पत्र एगुड़ा कौन पाई एपर्यंत कहीं वास्तव ज्ञान अर्जन कर कहीं ना जेतेटा कथा कहली से समस्त कथा को एका बेले पालन करू ना गोटे दीटा कले कौन हम कोर्स ऑफ स्टडी टोटाल कभर कले हम ना आ कोर्स ऑफ स्टडी यदि टोटाल कभर न करिवो तबे सबुथिरे पास हेले पास ना आ गणित रे 100 इंग्लिश रे 20 आ पास केमति करिवो सबुथिरे पास हेले पास तेणु मो ठाकुर जेते कथा कहीदेले सबु कर्म गुड़िक जदि आमे करिबा तेबे जाई वास्तव ज्ञान अर्जन करिबा तेबे मो गदा भाईंकर अनुरोध को रक्षा करिया पड़िबो आसंता काली ए बुले मरार पवित्र सतसंग आसर रे मते पुणी सेई सुआ घोषा पाठ पुराणा पाठ काली आलोचना करिया को पड़िबो मो ठाकुरंकर टिके परिचय प्रदान करिवा को पड़िबो आसंता काली